ସାଙ୍ଗମାନେ ପୂର୍ବ ଭିଡ଼ିଓରେ ଆଳୁ ଗଛ ଉଠିଥିଲା ପାଣି ମଡ଼ା ହେଉଥିଲା ସେ ଭିଡ଼ିଓ ଦେଖେଇଥିଲି। ଆଜି ଦେଖନ୍ତୁ ଆଳୁ ଗଛରେ ଆମର ଆଜି ସାର ଦିଆ ହେଇ ଆଳୁରେ ହୁଡ଼ା ଟେକା ହେଉଛି। ଦେଖନ୍ତୁ ବର୍ତ୍ତମାନ ଆଳୁ ଫୁଲ ଧରି ଆସିଲାଣି। ଗୋଟେ ଗୋଟେ ଆଳୁ ଗଛରେ ମଧ୍ୟ ଫୁଲ ଟିକେ ଟିକେ ହେଇଛି, ମାନେ ଅଳ୍ପ ଛୋଟ ଛୋଟ ହେଇଛି। ଫୁଲ ହେଲେ ମୁଁ ସେ ଭିଡ଼ିଓ ମଧ୍ୟ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ ସାର କେମିତି କ'ଣ ଦିଆଯାଉଛି। ଗଛଠୁ 5-6 ଇଞ୍ଚ ଲେଖାଏଁ ଛାଡ଼ିକି ଦିଆହେଉଛି, କାରଣ ଗଛ ପାଖରେ ଲାଗିଲେ ଗଛ ମରିଯାଏ। ସେଥିପାଇଁ ଟିକେ ଟିକେ ଦୂରରେ ଦିଆହେଉଛି। ମାଟି ଟେକା ହେଇକି ପାଣି ମଡ଼ାଯିବ। ଦେଖନ୍ତୁ ବର୍ତ୍ତମାନ ସବୁ ଆଳୁ ଗଛ ଗୁଡ଼ିକ ପ୍ରାୟ 1 ଫୁଟ ଉଚ୍ଚତାର ହେଇଗଲେଣି, 1 ଫୁଟରୁ ବି ଉର୍ଦ୍ଧ୍ୱ ହେଇଗଲେଣି। ସେଥିପାଇଁ ଶୀତଟା ବି ଏ ବର୍ଷ ଭଲ ଅଛି। ଆଳୁର ଉତ୍ପାଦନ ଅଧିକ ହେବ ବୋଲି ଟିକେ ଜଲ୍ଦି ପାଣି ଓ ସାର ଦେଉଛୁ। ପାଣି ବର୍ତ୍ତମାନ ଖୋଜି ନଥିଲା ଆଳୁ, କିନ୍ତୁ ଘରେ କହିଲେ କି ନା ଜଲ୍ଦି ଦେଇଦେବା, ଶୀତଟା ଅଛି, ଯଦି ଜଲ୍ଦି ଫଳ ଧରେ ତାହେଲେ ଫଳ ବଢ଼ିବ ଓ ଶୀତଟା ଯେହେତୁ ଅଛି, ଶୀତ ହେଲେ କାଳେ ଭଲ ଫଳ ହୁଏ। ସେଥିପାଇଁ କାର୍ଯ୍ୟକ୍ରମ ଚାଲିଛି। 3 ଜଣ ଭାଇ, ଆମେ ବାପା ମୁଁ ସାନବାପା ଏମିତି ସବୁ ମିଶିକି ସବୁ କାମ ଚଲେଇଛୁ। ଦେଖନ୍ତୁ ବର୍ତ୍ତମାନ ସାର 2-3 ପ୍ରକାର ସାର ଆସିଛି। ଆଳୁରେ ଉଇ ନ ଲାଗିବା ପାଇଁ ଗୋଟେ ସାର ଦିଆହେଉଛି, ଆଉ ୟୁରିଆ, ପଟାସ, DAP, ଗ୍ରୋମର ଏମିତି ସବୁ 4-5 ପ୍ରକାର ସାର ମିଶା ହେଇକି ଦିଆହେଉଛି। ଦେଖନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରକ୍ରିୟା।